କଥା ଦେଇକି ଆସିଥିଲେ ସାଧାରଣ ଲୋକଙ୍କୁ ସୁଶାସନ ଦେବେ। ବର୍ତ୍ତମାନ ସୁଶାସନ ଦରକାର ମୃତ୍ୟୁରୁ ଜଣା ପଡୁଛି କିଭଳି ଭାବେ ସେ ସୁଶାସନ ଦେବେ। ଏବଂ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ସହିତ ଯଦି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀଙ୍କୁ ତୁଳନା କରାଯାଉଛି, ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଜଗତକୁ ପାଳନ କରୁଛନ୍ତି, ଜଗତର ସମସ୍ତଙ୍କର ମଙ୍ଗଳ କରୁଛନ୍ତି। ସବୁ ଲୋକମାନେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଛନ୍ତି ଯେ କିଭଳି ଭାବରେ ତାଙ୍କ ପାଖରେ ସୁଶାସନ ପହଞ୍ଚୁ। ଏଇ ଯୋଉ ଅହଙ୍କାର ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ସହିତ ମଣିଷକୁ ତୁଳନା କରାଯିବ ଏବଂ ଅହଙ୍କାରରେ ବିଭିନ୍ନ ପ୍ରକାର କଥା ପ୍ରଭୁ ଜଗନ୍ନାଥଙ୍କୁ ନେଇ କୁହାଯିବ, ଏ କଥା ଏକ ନିନ୍ଦନୀୟ କଥା। ଯଦି ସେ ଜଗନ୍ନାଥ ବଳଭଦ୍ରଙ୍କ ସହିତ ତୁଳନା କରୁଛନ୍ତି, ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଜଗତର ମଙ୍ଗଳ ହିତ କାମନା କରନ୍ତି, ସମସ୍ତଙ୍କର, ସମସ୍ତଙ୍କୁ ଦୟା କରନ୍ତି, ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତି। ପରିବର୍ତ୍ତନ ନାରା ଦେଇ, ସୁଶାସନ ନାରା ଦେଇ ଯୋଉ ବିଜେପି ଦଳ ସରକାରକୁ ଆସିଛି, ବାରମ୍ବାର ଆମେ ଅନୁରୋଧ କରୁଛୁ ସାଧାରଣ ଲୋକ ଭଲରେ ବଞ୍ଚିବା ପାଇଁ, ଭଲରେ ଖାଇବା ପାଇଁ, ଡାଲି ଚାଉଳ ପନିପରିବା ଚିନି ଅଦା ରସୁଣ ପିଆଜ ଆର ଦର ବୃଦ୍ଧି ତୁରନ୍ତ କମାନ୍ତୁ ଏବଂ ସରକାର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ସୁଶାସନ ସାଧାରଣ ଲୋକଙ୍କୁ ଦିଅନ୍ତୁ ବୋଲି ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛୁ। ଯଦି ଏକଥା ନ ହୁଏ, ବିଜୁ ଜନତା ଦଳ ତୁରନ୍ତ ରାଜରାସ୍ତାକୁ ଓହ୍ଲାଇବ ଏବଂ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବ।